ଜୀବନରେ ସମୟ କଟାଇବା ପାଇଁ ବନ୍ଧୁତା କର ନାହିଁ, ବରଂ ବନ୍ଧୁଙ୍କ ସହିତ ସମୟ କଟାଇବା ପାଇଁ ସମୟ ବାହାର କରନ୍ତୁ। ସେହି ସମ୍ପର୍କ ମଜବୁତ ହୋଇଥାଏ ଯେଉଁଠି ପରସ୍ପରକୁ କୌଣସି କଥା ଲୁଚା ଯାଇ ନଥାଏ। ଜୀବନରେ ଆଖିରେ ଲୁହ ଦେବା ପାଇଁ ବହୁତ ଲୋକ ଅଛନ୍ତି, ଲୁହ ଦେଖିବା ପାଇଁ ବି ବହୁତ ଲୋକ ଅଛନ୍ତି, କିନ୍ତୁ ଲୁହ ପୋଛିଦେବା ବାଲା କେହି ନଥାନ୍ତି। ଯେତେ ଦୂରରେ ରହିଲେ ବି ସମ୍ପର୍କ କେବେ ଶେଷ ହୁଏ ନାହିଁ। ସମ୍ପର୍କ ଶେଷ ହୁଏ ମଣିଷର କେବଳ ମିଛ ଅଭିନୟ ଆଉ ସ୍ୱାର୍ଥ ପାଇଁ। ଯିଏ ମୌକା ଦେଉଛି ତାକୁ ଧୋକା ଦିଅ ନାହିଁ, ଏବଂ ଯିଏ ଥରେ ଧୋକା ଦେଇଛି ତାକୁ ଆଉ ଥରେ ମୌକା ଦିଅ ନାହିଁ। ଲାଇଫରେ କହିବା ଶିଖନ୍ତୁ, ନହେଲେ ଜୀବନ ସାରା ଶୁଣିବାକୁ ପଡ଼ିବ। ଆପଣ ନିଜ ଶବ୍ଦକୁ କେତେ ବି ବୁଦ୍ଧିମତାର ସହ କୁହନ୍ତୁ ନା କାହିଁକି, କିନ୍ତୁ ଶୁଣିବା ଲୋକ ନିଜର ଯୋଗ୍ୟତା ଆଉ ମନର ବିଚାର ଅନୁସାରେ ଶୁଣିଥାଏ। ଅଧା ଜୀବନ କଟିଗଲା, ହେଲେ ଗୋଟିଏ କଥା ବୁଝି ହେଲାନି, ଯାହାକୁ ଆମେ ଅଧିକ ଭଲ ପାଇଥାଉ ସେ ଆମକୁ ଶସ୍ତା ମଣିଷ କାହିଁକି ଭାବି ନିଅନ୍ତି। ମନ ଉଦାସ ହୋଇଗଲେ ଗୋଟିଏ କାମ କର, ଭିଡ଼ ଭିତରୁ ବାହାରି ଯାଇ ନିଜକୁ ଟିକେ ସମୟ ଦିଅ। ଜୀବନରେ ଦୁଇଟି ମଣିଷକୁ ଭୁଲନ୍ତୁ ନାହିଁ। ପ୍ରଥମ ସିଏ ଯେ ଆଗକୁ ବଢ଼ିବା ପାଇଁ ମୌକା ଦିଏ, ଦ୍ୱିତୀୟ ସିଏ ଯେ ପ୍ରଥମେ ଆଶା ଦେଖେଇ ପରେ ଧୋକା ଦେଇଥାଏ। ସ୍ୱାଧୀନତାର ଆକାଶକୁ ଏତେ ବି ଉଡ଼ି ଯାଉନି ଯେମିତି ସଂସ୍କାର ମାଟିକୁ ଛୁଇଁ ପାରିବ ନାହିଁ। ଯିଏ ତୁମ ସହ ଟାଇମ୍ ପାସ୍ ପ୍ରେମ କରୁଥିବ ତାକୁ ତୁମ ଅଭିମାନର କିଛି ବି ଫରକ ପଡ଼ିବ ନାହିଁ। ଆଉ ଯଦି ତୁମ ପ୍ରେମ ତୁମକୁ କନ୍ଦେଇ ଶାନ୍ତିରେ ଶୋଇପଡ଼ୁଛି, ତେବେ ଭୁଲିଯାଅ ସେ ତୁମକୁ ସଚ୍ଚା ପ୍ରେମ କରୁଛି। ଜୀବନରେ ଝଡ଼ ଆସିବା ନିହାତି ଜରୁରୀ, କାରଣ ଏହି ଝଡ଼ର ଆଗମନ ହିଁ ଜଣେଇ ଦିଏ କିଏ ନିଜର ଆଉ କିଏ ନାମକୁ ମାତ୍ର, କିଏ ଜୀବନ ସାରା ଆମ ସାଥ ଦେଉଛି ଆଉ କିଏ ଅସୁବିଧା ପଡ଼ିଲେ ହାତ ଛାଡ଼ି ଚାଲିଯାଉଛି। ଜୀବନରେ ସଫଳତା ନାମକ ପୋଷାକ ପିନ୍ଧିବାକୁ ହେଲେ ନିଜ ପାଖରେ ପରିଶ୍ରମ ନାମକ ଗୁଣ ରହିବା ନିତାନ୍ତ ଆବଶ୍ୟକ। କୌଣସି ପଦପଦବୀରେ ନଥାଇ ବି ଯେ ଗରିବର ଦୁଃଖର ସହାୟ ହୋଇଥାଏ, ସେ ସବୁବେଳେ ପୁଣ୍ୟ ଓ ସମ୍ମାନର ହକଦାର ହୋଇଥାଏ। କାହା ଉପରେ ଅତ୍ୟଧିକ ଭରସା କରିବା ମୂର୍ଖାମି, କାରଣ ଅନ୍ଧକାରରେ ନିଜ ଛାଇ ବି ସାଥିରେ ରୁହେ ନାହିଁ। ଯଦି ସ୍ୱପ୍ନ ପୂରା ହେଉନାହିଁ ତେବେ ରାସ୍ତା ବଦଳାନ୍ତୁ, ସିଦ୍ଧାନ୍ତ ନୁହେଁ, କାରଣ ଗଛ ସର୍ବଦା ପତ୍ର ବଦଳେଇ ଥାଏ, ମୂଳ ନୁହେଁ। ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଗୁଡ଼ି ପରି ଆକାଶରେ ଉଡ଼ିବାକୁ ଅନେକ ଲୋକ ମିଳିଯିବେ, ପରନ୍ତୁ ସେଥିରେ ବ୍ୟବହୃତ ହେଉଥିବା ସୂତା ଭଳି ଅଖଣ୍ଡ ସମ୍ପର୍କ ରଖୁଥିବା ଲୋକ ମିଳିବା ବହୁତ କଷ୍ଟ। ସଂସାର ରୂପକ ରଙ୍ଗମଞ୍ଚରେ ଜୀବନ ଏକ ନାଟକ। ଯଦି ଆମେ ଏହାର କଥାବସ୍ତୁକୁ ବୁଝିଯିବା, ତେବେ ଆମେ ସବୁବେଳେ ଖୁସି ହୋଇପାରିବା। ଜୀବନ ରାସ୍ତାରେ ସାଥୀ ଅନେକ ମିଳନ୍ତି, ଫରକ ମାତ୍ର ଏତିକି, କେହି ଦିଗ ବଦଳେଇ ଚାଲି ଯାଆନ୍ତି ତ ଆଉ କେହି ଆମ ଦିଗ ଦର୍ଶନ ପାଲଟି ଯାଆନ୍ତି।